ନମସ୍କାର। ମୁଁ ଆପଣଙ୍କର ଆଷ୍ଟ୍ରୋଲୋଜର ପ୍ରଣୀତି ଶତପଥୀ। ତ ବିଶେଷ କରି ଆଜି ଏଇ ଭିଡିଓରେ ଆମେ ଦେଖିବା କି ଆପଣଙ୍କ ଜାତକ ଆପଣ ଦେଖିବା ଶିଖିବେ କେମିତି, ନିଜ ଜାତକ ଆପଣ କେମିତି ଦେଖିବେ ଏବଂ ନିଜ ଜାତକରେ କ'ଣ କ'ଣ ଥାଏ ଏବଂ ତାକୁ ଆପଣ କେମିତି ଭାବରେ ଡିକୋଡ୍ କରିବେ, ଆପଣଙ୍କ ଜାତକର ମହତ୍ଵ କ'ଣ, ଏସବୁ ବିଷୟରେ ଆମେ ଡିସ୍କସ୍ କରିବା। ଓକେ। ତ ପ୍ରଥମ ଜିନିଷ ଦେଖନ୍ତୁ, ଆପଣଙ୍କ ଜାତକ ଯାହା ବି ଥାଏ, ତ ଆପଣ ଯେବେ ଜନ୍ମ ହେଇଥାନ୍ତି ତ ଜନ୍ମ ହେଲା ସମୟରେ ଆପଣଙ୍କର ଯୋଉ ଆମର ବ୍ରହ୍ମାଣ୍ଡରେ ତ ବିଭିନ୍ନ ପ୍ରକାର ଯୋଉ ପ୍ଲାନେଟ ମାନେ ଅଛନ୍ତି, ତ ସେ ପ୍ଲାନେଟ ମାନଙ୍କର ସ୍ଥିତିକୁ ନେଇକି ଗୋଟେ ଜାତକ ତିଆରି ହେଇଥାଏ। ସେଇ ଜାତକ ଅନୁସାରେ ଆପଣଙ୍କର କିଛି କୋଡେଡ ଲାଙ୍ଗୁଏଜରେ ଆପଣ ଦେଖିଥିବେ କି ଜାତକରେ ଆପଣଙ୍କର ଏମିତି କିଛି ଘର ଥିବ ଯୋଉଥିରେ କିଛି ପ୍ଲାନେଟ, ଯେମିତି ଆପଣଙ୍କ ଶନି, ରାହୁ, କେତୁ ଏବଂ ଜୁପିଟର, ଏସବୁ ଜିନିଷ ଆପଣ ଦେଖିଥିବେ। କିମ୍ବା ଆପଣଙ୍କର ଯଦି ଓଡ଼ିଆରେ କୁହାଯିବ ତ ଓଡ଼ିଆରେ ଆପଣଙ୍କର ବିଭିନ୍ନ ଭାବରେ ବିଭିନ୍ନ ଶନି, ରାହୁ, କେତୁ, ଗୁରୁ, ରବି, ଚନ୍ଦ୍ର ଏସବୁ ଆପଣଙ୍କ ବସିଥିବେ। ଓକେ। ତ ଏସବୁ ହୁଏତ ଆମେ କିଛି କିଛି ଅଂଶରେ ଦେଖିଛନ୍ତି, ଆମେ ଆମ ରାଶି ଫଳଟାକୁ ହିଁ ଦେଖିଥାନ୍ତି। ରାଶି ଫଳ ଅନୁସାରେ ଆମେ ଆମର ଜୀବନକୁ ସେଇ ମାର୍ଗରେ ନେବା ପାଇଁ ଚେଷ୍ଟା କରିଥାନ୍ତି। କିଛି ଭଲ ଥିଲେ ଆମେ ଖୁସି ହେଇଯାଆନ୍ତି, କିଛି ଖରାପ ଥିଲେ ଆମେ ଦୁଃଖୀ ହେଇଯାଆନ୍ତି, ସତର୍କ ହେଇଯାଆନ୍ତି। କିଛି ଆମ ସହିତ ଘଟେ, କିଛି ଘଟେ ନାହିଁ, ଯୋଉଥିରେ କି ଆମେ ଆଷ୍ଟ୍ରୋଲୋଜିକୁ ମଧ୍ୟ ବ୍ଲେମ୍ କରନ୍ତି ଯେ ଆଷ୍ଟ୍ରୋଲୋଜିରେ ଏସବୁ କିଛି ହୁଏନି। ଖବରକାଗଜରେ ଯାହା ବି ପଢିଥାନ୍ତି ଆପଣ ଭାବି ନିଅନ୍ତି ତାହା ସତ୍ୟ। ସତ୍ୟ ନୁହଁ। ଆପଣଙ୍କ ଜାତକରେ ବହୁତ ଜିନିଷ ଲେଖା ହେଇଛି। ଆପଣ ଜାତକକୁ ଆପଣ ଠିକ ଭାବରେ ଡିକୋଡ୍ କରିବା ପାଇଁ କି ଏକ ଭଲ ଆଷ୍ଟ୍ରୋଲୋଜର, ଯିଏକି ହିଁ ଆପଣଙ୍କ ଏଇ ସବୁ ଜାତକକୁ ଡିକୋଡ୍ କରିପାରିବେ। କିନ୍ତୁ ଅ, ଅସୁବିଧା ହେଇଥାଏ ଯେ ଆମର ଯେତେବେଳେ ଖରାପ ସମୟ ଥାଏ ନା, ତ ଆମେ ଗୋଟେ ଖରାପ ଆଷ୍ଟ୍ରୋଲୋଜର ବା ଯିଏ ବହୁତ କମ୍ ଜାଣିଛି ସେ ଆଷ୍ଟ୍ରୋଲୋଜର ପାଖକୁ ଯାଆନ୍ତି, ବିଭିନ୍ନ ରେମେଡି କରନ୍ତି, ବିଭିନ୍ନ ଉପାୟ କରନ୍ତି। କୋଉ ଆଷ୍ଟ୍ରୋଲୋଜର ଆପଣଙ୍କୁ କହନ୍ତି କି କିଛି ଗୋଟେ ମୁଦି ପିନ୍ଧି ଦିଅନ୍ତୁ, ଆପଣଙ୍କର ପିନ୍ଧି ଦିଅନ୍ତୁ, ଆପଣଙ୍କର ସବୁ ଠିକ ହେଇଯିବ। ଆଉ କିଛି ଆଷ୍ଟ୍ରୋଲୋଜର ଆପଣଙ୍କୁ କିଛି ପୂଜା ପଦ୍ଧତି କରିବା ପାଇଁ କହନ୍ତି। ଆଉ କିଛି ଆଷ୍ଟ୍ରୋଲୋଜର ଆପଣଙ୍କୁ ଅ, ଏମିତି ଉପାୟ ଦିଅନ୍ତି ଯାହାକି ଆପଣ କିଛି ଡାଲି ଦାନ କରିବା, ଚାଉଳ ଦାନ କରିବା, ଏସବୁ ଜିନିଷ ବି ଥାଏ ଯୋଉଥିରେ କି ଆପଣଙ୍କ କୌଣସି ପ୍ରକାର ହୁଏନି, ତ ଆପଣଙ୍କ ଆଷ୍ଟ୍ରୋଲୋଜି ପ୍ରତି ମୋହ ମଧ୍ୟ ତୁଟିଯାଏ। ତ ପ୍ରଥମେ ଦେଖନ୍ତୁ ଆପଣଙ୍କ ଜାତକରେ ଲେଖା ହେଇଛି କ'ଣ, ଆପଣ ତାକୁ ଦେଖିବା ପାଇଁ ସକ୍ଷମ ହେଇପାରୁଛନ୍ତି କି? ଏହା ଗୋଟେ ସିରିଜ ହିସାବରେ ଆପଣଙ୍କ ଭିଡିଓ ଆସିବ। ତ ଇଏ ଆପଣଙ୍କ ପ୍ରଥମ ଭିଡିଓ ଯୋଉଥିରେ କି ଆମେ ଦେଖିବା କି ଆପଣଙ୍କ ଜାତକ ଆକ୍ଚୁଆଲି କେମିତି ଥାଏ ଏବଂ ତାକୁ ଦେଖିବାର ଉପାୟ କ'ଣ କ'ଣ ଅଛି। ତ ପ୍ରଥମେ ଦେଖନ୍ତୁ, ଆମର ବିଭିନ୍ନ ଯୋଉ ଜାତକ ଅଛି ତାର କୁଣ୍ଡଳୀର ଚାର୍ଟ ଡିଫରେଣ୍ଟ ଡିଫରେଣ୍ଟ ଅଛି। ଏଇ ଚାର୍ଟ ଆପଣ ଦେଖୁଥିବେ ଯୋଉ ସ୍କ୍ରିନରେ ଦେଖା ହଉଛି। ତ ଇଏ ପ୍ରାୟତଃ ଯେତିକି ଆଜିକାଲି ଆପଣଙ୍କର ଆଷ୍ଟ୍ରୋଲୋଜିକାଲ ଆପ୍ରେ କିମ୍ବା ୱେବସାଇଟରେ ଏସବୁ ଆପଣ ଡିଟେଲ, ଆପଣଙ୍କ ଡିଟେଲ ଦେଲା ପରେ ଯୋଉ ପ୍ରକାର ଆପଣଙ୍କ କୁଣ୍ଡଳୀ ଆସୁଛି, ତ ଏଇ ପ୍ରକାର ହିଁ କୁଣ୍ଡଳୀ ଆସୁଛି। ସେଥିପାଇଁ ୟାକୁ ମୁଁ ପ୍ରାୟତଃ ନେଇଛି, କାରଣ ଜାତକ ଯୋଉଟା ପୂର୍ବରୁ ଆପଣଙ୍କର ବନା ହେଇଥିବ ସେଥିରେ ଆପଣଙ୍କର ଇଷ୍ଟ ଇଣ୍ଡିଆ ବା ଆମର ଓଡ଼ିଶାରେ ଯୋଉଟା ପ୍ରଚଳିତ, ତ ସେଇ ଅନୁସାରେ ଥାଏ। ତାକୁ ମଧ୍ୟ ମୁଁ ଆପଣଙ୍କୁ କହିବି। ତ ସେ ଖାଲି ଆପଣଙ୍କର ଗୋଟେ ଟାଇପ, କେବଳ ଟାଇପ ଅନୁସାରେ ତାକୁ ଦେଖିବାର ପଦ୍ଧତି ତ ଆମେ ସମାନ କହିଥାଉ, କିନ୍ତୁ ଲେଖିବା ଶୈଳୀ ଯେମିତି ଆମର ସ୍କ୍ରିପ୍ଟ ଡିଫରେଣ୍ଟ, ତ ଏଠି ଲେଖିବା ଶୈଳୀ ମଧ୍ୟ ଡିଫରେଣ୍ଟ। ତ ଏଇ ହିସାବରେ ଆପଣ ଯୋଉ ଆପ୍ଲିକେସନ କିମ୍ବା ଏସବୁ ପାଉଛନ୍ତି, ଏଇ ଯୋଉ ଆପଣ ଏଏସ୍ ଯୋଉଠି ଲେଖା ହେଇଛି, ୟାକୁ ଭାବ କୁହାଯାଏ ବା ୟାକୁ ହାଉସ କୁହାଯାଏ। ତ ଏଇ ହାଉସ ର କାମ କ'ଣ, ୟାର ଆଟ୍ରିବ୍ୟୁଟ୍ସ କ'ଣ, ଏହା କାହାକୁ ଦର୍ଶେଇଥାଏ, ଏସବୁ ଆମେ ଦେଖିବା। ତ ଏଠି ଯୋଉ ଏଏସ୍ ଲେଖା ହେଇଛି, ଏଏସ୍ ହେଲା ଆପଣଙ୍କର ଏଇ ଯୋଉ ଗୋଟେ ପାର୍ଟ ଆପଣ ଦେଖୁଛନ୍ତି, ଇଏ ହେଲା ଗୋଟେ ଆପଣଙ୍କ ଭାବ ବା ହାଉସ। ସେଇଭଳିଆ ଏଇ ହେଲା ସେକେଣ୍ଡ ହାଉସ, ଏ ଥାର୍ଡ ହାଉସ, ଫୋର୍ଥ ହାଉସ, ଫିଫ୍ଥ ହାଉସ, ଏମିତି କରିକି ଆପଣଙ୍କ 12ଟା ହାଉସ ଅଛି। ଏଇ ଯୋଉ ହାଉସ ଅଛି, ହାଉସ ଭିତରେ ଗୋଟେ ନମ୍ବର ଲେଖା ହେଇଛି, ଏଇ ନମ୍ବର ହେଲା ଆପଣଙ୍କ ରାଶି। ତ ଏଏସ୍ କୁ ଆମେ କହିଥାନ୍ତି ଲଗ୍ନ ଭାବ। ଯୋଉ ଲଗ୍ନ ଭାବରେ ଯୋଉ ବି ରାଶି ବସିଯାଏ ତାକୁ ଲଗ୍ନ କୁହାଯାଏ। ଯେମିତି ଆପଣଙ୍କ ଜାତକରେ ଆପଣ ପ୍ରଥମ ଜିନିଷ ଲେଖିଥିବେ କି ଆପଣଙ୍କ ରାଶି କ'ଣ, ଆପଣଙ୍କ ଲଗ୍ନ କ'ଣ। ଆମ ଓଡ଼ିଶାରେ ପ୍ରାୟତଃ ନକ୍ଷତ୍ର ବେସ୍ଡ ଆଷ୍ଟ୍ରୋଲୋଜି ବି ଚାଲେ, ତ ସେଥିରେ ଆପଣଙ୍କ ନକ୍ଷତ୍ର ଯେମିତି କିଛି କିଛି ଜଣଙ୍କର 23/11 ଏମିତି ସବୁ ଲେଖା ହେଇଥାଏ। ତ ତା ଅର୍ଥ ହେଲା ଯେ 23 ହେଲା ଆପଣଙ୍କର କ'ଣ ନକ୍ଷତ୍ର ସଂଖ୍ୟା ଏବଂ 11 ହେଲା ଆପଣଙ୍କର ରାଶି ସଂଖ୍ୟା। ଓକେ, 11 ମାନେ ଯେମିତି କୁମ୍ଭ ରାଶି କୁହାଯାଏ।
ତ ସେଇଭଳିଆ ଆପଣଙ୍କର ନକ୍ଷତ୍ର ଲେଖା ହେଇଥାଏ। ନକ୍ଷତ୍ରକୁ ଆମେ ଯିବାନି, ସେ ତ ଆପଣଙ୍କ ବହୁତ ଅଲଗା ଜିନିଷ, ତାକୁ ପ୍ରଥମରୁ ବୁଝିବା ବହୁତ କଷ୍ଟ। କିନ୍ତୁ ଏଇ ହିସାବରେ ଆପଣ ଦେଖିବା କି ଆପଣଙ୍କର ଜାତକରେ କଣ କଣ ଅଛି। ତ ଏଠି ଦେଖନ୍ତୁ ଯୋଉ ଆମ ହାଉସ କହିଲେ, ତ ହାଉସ ପରେ ଦେଖନ୍ତୁ ହାଉସରେ ଆପଣଙ୍କର ପ୍ରତ୍ୟେକ ହାଉସ କିଛି ନା କିଛି ଆପଣଙ୍କ ରିପ୍ରେଜେଣ୍ଟ କରିଥାଏ। ଯେମିତି ପ୍ରଥମ ହାଉସ ଆପଣ ଦେଖିବେ, ତ ପ୍ରଥମ ହାଉସକୁ ଆମେ ଲଗ୍ନ ଭାବ କହିଥାନ୍ତି, ଯୋଉଥିରେ କି ଆପଣଙ୍କର ଫିଜିକାଲ ବଡି, ଆପଣଙ୍କର ହେଲ୍ଥ କେମିତି ରହିବ, ଆପଣଙ୍କ ପର୍ସନାଲିଟି କଣ, ଆପଣଙ୍କର ଲାଇଫର ଗୋଟେ ଜେନେରାଲ ପାଥ ପାଖାପାଖି ଆପଣଙ୍କର ଡିପେଣ୍ଡ କରେ ଫାଷ୍ଟ ଭାବରେ, ଯୋଉଟା ଲଗ୍ନ ୱାଇଜ ଆପଣଙ୍କୁ ଆପଣଙ୍କ କ୍ୟାରେକ୍ଟରିଷ୍ଟିକ ଏସବୁ ଆପଣ ଜାଣିପାରିବେ। ସେକେଣ୍ଡ ହାଉସ ଯୋଉଠି 2 ନମ୍ବର ଲେଖା ହେଇଛି ଆପଣ ଦେଖିଥିଲେ, ତ ସେଥିରେ ଆମେ ତାକୁ ଧନ ଭାବ କୁହାଯାଇଥାଏ। ସେ ଧନ ଭାବ ଆପଣଙ୍କର ୱେଲ୍ଥକୁ, ଆପଣଙ୍କ ସେଭିଙ୍ଗକୁ ଦର୍ଶେଇଥାଏ, ଆପଣଙ୍କ ଫ୍ୟାମିଲିକୁ ଦର୍ଶେଇଥାଏ, ଆପଣଙ୍କ ସ୍ପିଚ୍, ଆପଣ କେମିତି ସ୍ପିଚ୍ କହୁଛନ୍ତି, ଆପଣ କେମିତି କଥାବାର୍ତ୍ତାର ଶୈଳୀ କଣ ଆପଣଙ୍କୁ ସେ ଦର୍ଶେଇଥାଏ, ଆପଣଙ୍କର ଫ୍ୟାମିଲିର ଅପବ୍ରିଙ୍ଗିଂ କେମିତି ହେଇଛି, ଆପଣଙ୍କ ଫ୍ୟାମିଲିର ଓଭରଅଲ୍ ଜିନିଷ ଆପଣ ଦେଖିବାକୁ ପାଇଥାନ୍ତି। ଯୋଉ ଥାର୍ଡ ହାଉସ ଦେଖିଲେ, ଥାର୍ଡ ହାଉସ ହେଲା ଆପଣଙ୍କ ଗୋଟେ ସହଜ ଭାବ କୁହାଯାଇଥାଏ, ବା ଆପଣଙ୍କ ସିବଲିଙ୍ଗସ୍ ବା ଆପଣଙ୍କ ଛୋଟ ଭାଇ ଭଉଣୀ ବା ଆପଣଙ୍କ ଯେତିକି ଛୋଟ ଭାଇ ଭଉଣୀ ସମାନ ମାନେ ଅଛନ୍ତି ତାଙ୍କୁ ଦର୍ଶେଇଥାଏ। ତ ଏଥିରେ ଆପଣଙ୍କର ଛୋଟ ଭାଇ ଭଉଣୀଙ୍କର ଅବସ୍ଥା ଦେଖିପାରିବେ, ଆପଣଙ୍କ ସହିତ ସମ୍ପର୍କ ଦେଖିପାରିବେ, ତା ସହିତ ଆପଣଙ୍କର ରିଲେସନ ଦେଖିପାରିବେ। ତା ସହିତ ୟାକୁ ଆମେ ଆଜିକାଲି ସୋସିଆଲ ମିଡିଆର ଭାବ ମଧ୍ୟ କହିଥାନ୍ତି, ତାକୁ ମଧ୍ୟ ଆମେ କମ୍ୟୁନିକେସନ ପ୍ରଭାବ କହିଥାନ୍ତି। ଓକେ, ଆପଣଙ୍କ ହବିଜ ର ଭାବ ମଧ୍ୟ କହିଥାନ୍ତି। ତ ଇଏ ଆପଣଙ୍କ ତାହେଲେ ଥାର୍ଡ ନମ୍ବର ଭାବ ବା ଥାର୍ଡ ନମ୍ବର ହାଉସ। ଫୋର୍ଥ ନମ୍ବର ହାଉସ କଣ ରିପ୍ରେଜେଣ୍ଟ କରେ? ଫୋର୍ଥ ନମ୍ବର ହାଉସ ଆପଣଙ୍କର ବନ୍ଧୁ ଭାବ କୁହାଯାଏ, ଯୋଉଥିରେ କି ଫାର୍ଷ୍ଟ ଜିନିଷ ଆପଣ ଦେଖାଯାଏ ଆପଣଙ୍କର ମଦର ବିଷୟରେ, ମଦରଙ୍କର ଡିଟେଲ ଆମେ ଏଥିରେ ଦେଖିଥାନ୍ତି। ତା ସହିତ ଆପଣଙ୍କ ପ୍ରପର୍ଟି, ଆପଣଙ୍କର ଭାଇକିଲ ବା ଆପଣଙ୍କ ଗାଡି ବା ଆପଣଙ୍କର ଯୋଉ ଭୂମି, ଏସବୁ ଦେଖାଯାଇଥାଏ ଆପଣଙ୍କର ଫୋର୍ଥ ହାଉସ। ଫିଫ୍ଥ ହାଉସ ଯୋଉଟା କୁହାଯାଏ, ଫିଫ୍ଥ ହାଉସ ହେଲା ଆପଣଙ୍କର ପୁତ୍ର ଭାବ, ଆପଣଙ୍କ ଚିଲଡ୍ରେନ, ଆପଣଙ୍କର କ୍ରିଏଟିଭିଟି, ଆପଣଙ୍କର ରୋମାନ୍ସ ଲାଇଫ, ଏସବୁ ଜିନିଷ ଆପଣ ଦେଖିଥାନ୍ତି। ତା ସହିତ ଇଣ୍ଟେଲିଜେନ୍ସ, ଆପଣଙ୍କ ଇଣ୍ଟେଲିଜେନ୍ସ ମଧ୍ୟ ଦେଖାଯାଇଥାଏ। ଆଉ ଗୋଟେ ଜିନିଷ ସେଥିରେ ଥାଏ କି ଆପଣଙ୍କର ପୂର୍ବ ପୁଣ୍ୟ ଭାବ କୁହାଯାଏ। ପୂର୍ବ ପାପ ପୁଣ୍ୟ କହି ନିଅନ୍ତୁ, କିନ୍ତୁ ପୂର୍ବ ପୁଣ୍ୟ ହିଁ ଦେଖାଯାଏ। କାହିଁକି ପୂର୍ବ ପୁଣ୍ୟ? ବା ଆପଣ ପାଷ୍ଟ ଲାଇଫରେ ଯାହା ବି କିଛି କରିଛନ୍ତି, ପୁଣ୍ୟ ଲାଭ କରିଛନ୍ତି, ସେସବୁ ଆପଣଙ୍କ ଫିଫ୍ଥ ହାଉସ ରିପ୍ରେଜେଣ୍ଟ କରିଥାଏ। ସିକ୍ସ ଭାବ ବା 6 ନମ୍ବର ଭାବ, ବା ଆମେ 6 ନମ୍ବର ଭାବକୁ କହିଥାନ୍ତି, ତାକୁ କୁହାଯାଏ ଆପଣଙ୍କ ରୋଗ ଋଣ ଶତ୍ରୁ ଭାବ। ତାକୁ ଶତ୍ରୁ ଭାବ ହିସାବରେ ରିପ୍ରେଜେଣ୍ଟ କରାଯାଇଥାଏ। ଏଥିରେ ଆପଣଙ୍କ ରୋଗ, ଋଣ ଏବଂ ଶତ୍ରୁକୁ ଦେଖାଯାଇଥାଏ। ତା ଛଡା ଆପଣଙ୍କର ଯୋଉ ଦୈନିକ କାର୍ଯ୍ୟ ଯାହା ଆପଣ କରୁଛନ୍ତି ତାକୁ ମଧ୍ୟ ଦେଖାଯାଇଥାଏ। ଆପଣଙ୍କର ସର୍ଭିସ, ଜବ୍ ପାଇଁକି ଆଶାୟୀ ବା ଜବ୍ କରୁଛନ୍ତି, କୌଣସି ଜବ୍ କରୁଛନ୍ତି ବା କୌଣସି ସର୍ଭିସେସରେ ଆପଣ ଅଛନ୍ତି, ତ ଇଏ ଆପଣଙ୍କର 6 ନମ୍ବର ଭାବ ବା 6 ନମ୍ବର ହାଉସ ରିପ୍ରେଜେଣ୍ଟ କରିଥାଏ। ତାପରେ ଆପଣଙ୍କ ସେଭେନ୍ଥ ନମ୍ବର ଭାବ ହେଲା ଆପଣଙ୍କର ସ୍ପାଉସ ର ଭାବ, ଆପଣଙ୍କ ତାକୁ ଯୁବତୀ ଭାବ କୁହାଯାଏ ବା ଆପଣଙ୍କ ପାର୍ଟନର ର ଭାବ କୁହାଯାଏ। ତ ଡାଇରେକ୍ଟଲି ଅପୋଜିଟ ଫ୍ରମ୍ ୟୁ, ଯେମିତି ଫାର୍ଷ୍ଟ ହାଉସ ଆପଣ ଥିଲେ, ତ ଆପଣଙ୍କର ସେଭେନ୍ଥ ହାଉସ ହେଲା ପୁରାପୁରି ଅପୋଜିଟ। ଦ୍ୟାଟ ମିନ୍ସ କି ଆପଣଙ୍କର ପାର୍ଟନରସିପ ବା ଆପଣଙ୍କର ପାର୍ଟନର ବା ଆପଣଙ୍କ ସ୍ପାଉସ କେମିତି ହେବେ। ବିଜନେସ ପାର୍ଟନରସିପ ପାଇଁକି ମଧ୍ୟ ଏଇ ହାଉସକୁ ଆମେ ଦେଖିଥାନ୍ତି। ତା ସହିତ ଆପଣଙ୍କର ପବ୍ଲିକ ଇଣ୍ଟ୍ରାକ୍ସନ କେମିତି ହଉଛି ବିଜନେସ ବିଶେଷରେ, ବା କୌଣସି ଫରେନ୍ ଟ୍ରାଭେଲ୍ସ ଆପଣ ବିଜନେସ ପାଇଁ କଲେ, ବା ବିଶେଷ କରି ଆମେ ଦେଖିଥାନ୍ତି ରିଟେଲ ବିଜନେସ ହଉ ବା କୌଣସି ବିଜନେସ ଆପଣ କରିବା ପାଇଁ ଚାହାନ୍ତି, ପାର୍ଟନରସିପ କରିବା ପାଇଁ ଚାହାନ୍ତି, ତ ଏଇ ଭାବରୁ ଦେଖାଯାଇଥାଏ। ନେକ୍ସଟ ହେଲା ଆପଣଙ୍କର 8th ନମ୍ବର ଭାବ, 8 ନମ୍ବର ଭାବ। 8 ନମ୍ବର ଭାବ ହେଲା କଣ? ୟାକୁ ରନ୍ଧ୍ର ଭାବ କୁହାଯାଏ, ୟାକୁ ଟ୍ରାନ୍ସଫର୍ମେସନ ଭାବ କୁହାଯାଏ, ୟାକୁ ଟ୍ରାନ୍ସଫର୍ମେସନ ହାଉସ ମଧ୍ୟ କୁହାଯାଏ। ଏଥିରେ ଆପଣଙ୍କ ଡେଥ୍, ଲଞ୍ଜିଭିଟି ବା ଆମର ଯୋଉ ଜୀବନ ଆମେ କହିଥାନ୍ତି ଦୀର୍ଘ ଜୀବନ, ତ ଏସବୁ ଜିନିଷ ଆମେ ଦେଖିଥାନ୍ତି। ଏ ମଧ୍ୟ ଆପଣଙ୍କର ଜ୍ୟୋତିଷ ମାନଙ୍କର ଗୋଟେ ଭାବ, ଯେହେତୁ ଜ୍ୟୋତିଷକୁ ବି କୁହାଯାଏ ଗୋଟେ ଟ୍ରାନ୍ସଫର୍ମେଟିଭ ଫେଜ୍ ଅଫ୍ ଲାଇଫ, ତ ତାକୁ ସେଥିପାଇଁ କି ଜ୍ୟୋତିଷକୁ ମଧ୍ୟ ଏଇ ଭାବରେ ରଖାଯାଇଛି। 9th ନମ୍ବର ବା 9 ନମ୍ବର ହାଉସ ଯୋଉଟା ଆପଣ ଅଛି, ତ ଇଏ ଆପଣ ରିପ୍ରେଜେଣ୍ଟ କରେ ଆପଣଙ୍କର
ଧର୍ମ ଭାବ। ଧର୍ମ ଭାବରେ କଣ ଆପଣଙ୍କର ଧର୍ମ ବା ରିଲିଜିୟସ୍ ଆକ୍ଟିଭିଟି ସବୁ ଦେଖା ହେଇଥାଏ। ତା ଛଡ଼ା ଯେମିତି ଆପଣ 4th ନମ୍ବର ଭାବକୁ ଦେଖୁଥିଲେ ଆପଣଙ୍କର ମଦରଙ୍କର ଭାବ, ଇଏ 9th ନମ୍ବର ଭାବ ହେଲା ଆପଣଙ୍କର ଫାଦରଙ୍କର ଭାବ ବା ଆପଣଙ୍କର ବାପାଙ୍କର ଭାବ। ତ ଏଥିରେ ଆପଣ କଣ ଦେଖିଥାନ୍ତି ନା ଆପଣଙ୍କର ଫର୍ଚ୍ୟୁନ୍, ଲକ୍, ଆପଣଙ୍କର ଲକ୍ କେମିତି ରହିବ, ଫର୍ଚ୍ୟୁନ୍ କେମିତି ରହିବ, ଆପଣ ପାଷ୍ଟ ଲାଇଫରେ କୋଉ ଧର୍ମ କରିଥିଲେ କି ନାହିଁ, ଏଇ ଲାଇଫରେ ଆପଣ ଧର୍ମ କରିବେ କି ନାହିଁ। ବିଶେଷ କରିକି 9th ନମ୍ବର ଭାବରୁ ବି ଆମେ ଦେଖନ୍ତି କି କୋଉମାନେ ଧର୍ମାତ୍ମା ହେବେ, କୋଉମାନେ ଧର୍ମକୁ ବିଶ୍ୱାସ କରିବେ, କୋଉମାନେ ଧର୍ମକୁ ବିଶ୍ୱାସ କରିବେନି, କୋଉମାନେ କର୍ମୀ ହେବେ। କର୍ମୀ ହେବା ବି ଗୋଟେ ଧର୍ମ। କେବଳ ଆମେ ରିଲିଜିୟସଲି କୌଣସି ଜିନିଷ ପ୍ରାକ୍ଟିସ କରୁଛନ୍ତି ତାକୁ ନୁହଁ, ତ କର୍ମ ହିଁ ବି କିଛି ଜଣ କର୍ମକୁ ହିଁ ଭଗବାନ ମାନନ୍ତି। ତ ସେମାନେ ବି ଗୋଟେ ପ୍ରକାର ଧର୍ମାବଲମ୍ବୀ ବୋଲି କହିପାରିବା ଆମେ, ଯେ ସେମାନେ କର୍ମକୁ ନିଜର ଭଗବାନ ମାନୁଛନ୍ତି। ତେଣୁ ତାଙ୍କର ଫେଥ୍ ଡିଫରେଣ୍ଟ, ଆପଣଙ୍କ ଫେଥ୍ ଡିଫରେଣ୍ଟ, ଆଉ ଜଣଙ୍କ ଫେଥ୍ ମଧ୍ୟ ଡିଫରେଣ୍ଟ। ତେଣୁ ଏଇସବୁ ଯୋଉ ଧର୍ମ ବା ରିଲିଜିୟସ୍ ଜିନିଷ ଯୋଉମାନଙ୍କ ଇଣ୍ଟରେଷ୍ଟେଡ, ତ କେତେ ଇଣ୍ଟରେଷ୍ଟେଡ ଏସବୁ ଆପଣ 9th ନମ୍ବର ହାଉସରୁ ଜଣା ପଡିଥାଏ। 10th ନମ୍ବର ହାଉସ ଯୋଉଟା ଅଛି ସବୁଠୁ ଇମ୍ପୋର୍ଟାଣ୍ଟ ହାଉସ ହେଲା ଆପଣଙ୍କ କର୍ମ ଭାବ। ଆପଣ କର୍ମ କେମିତି କରିବେ, ଓକେ, ଆପଣଙ୍କ କ୍ୟାରିୟର କେମିତି ରହିବ, କେମିତି ପ୍ରଫେସନ ରହିବ, ଆପଣ ନେମ୍ ଆଣ୍ଡ ଫେମ୍ ପାଇବେ କି ନାହିଁ, ଆପଣଙ୍କର ମାନେ ଅଥରିଟି ଲିଡରସିପ କ୍ୱାଲିଟି ମଧ୍ୟ ଏଇଥିରୁ ଜଣା ପଡିବ। ଓକେ, ନେକ୍ସଟ ହେଲା 11th ଭାବ ବା 11 ଭାବ ବା 11 ହାଉସ ବା 11th ହାଉସ, ଇଏ ଆପଣଙ୍କର ଲାଭ ଭାବକୁ ରିପ୍ରେଜେଣ୍ଟ କରେ। ଲାଭ ମାନେ ଏମିତି ନୁହଁ କି ଡାଇରେକ୍ଟଲି ଲାଭ, କିନ୍ତୁ ଇଏ ଆପଣଙ୍କ ପ୍ରଫିଟ ଆଣ୍ଡ ଆପଣଙ୍କ ଗେନ୍ସ, ଯାହା ବି ପ୍ରଫିଟ ଆପଣ ପାଇବେ ଏବଂ ଯାହା ବି ଆପଣ ଗେନ୍ ପାଇବେ, ଏସବୁ ଆପଣଙ୍କ 11th ଭାବରୁ ରିପ୍ରେଜେଣ୍ଟ କରେ। ତା ସହିତ ଆପଣଙ୍କ ଇଏ ଭାବ ହେଲା ଡିଜାୟାର୍ସ। ଆପଣଙ୍କ ଯାହା ବି ଡିଜାୟାର୍ସ ଆପଣ ରଖୁଛନ୍ତି, ତ ସବୁ ଡିଜାୟାର ଆପଣ କୋଉଥିରୁ ଦେଖାଯିବ, ଆପଣଙ୍କ 11th ଭାବରୁ ଦେଖାଯିବ। ସେଇଭଳି ଆପଣଙ୍କର ଯୋଉ ଫୁଲଫିଲମେଣ୍ଟ, ଡିଜାୟାର ଫୁଲଫିଲମେଣ୍ଟ ହବ ନହବ, ଏସବୁ ଜିନିଷ ମଧ୍ୟ ଆପଣଙ୍କ 11th ହାଉସରେ ଦେଖାଯିବ। ନେକ୍ସଟ ହେଲା ଆପଣଙ୍କର 12th ହାଉସ। 12th ହାଉସ ବା ଆମେ 12 ନମ୍ବର ଭାବ, 12 ନମ୍ବର ହାଉସ। ତ ଏଥିରେ ଆପଣଙ୍କ କଣ ଦେଖା ହେଇଥାଏ, ତାକୁ ଆମେ ବ୍ୟୟ ଭାବ କହିଥାନ୍ତି। ବ୍ୟୟ ଭାବ ଅର୍ଥ ଯେ ଆପଣଙ୍କ ଖର୍ଚ୍ଚର ଭାବ, ଏକ୍ସପେଣ୍ଡିଚରର ଭାବ। ତା ସହିତ ଆପଣଙ୍କର ଲସେସର ଭାବ। ତା ସହିତ ଏଥିରେ ଆପଣଙ୍କ ଆଜିକାଲି ହିସାବରେ ଆମେ ଦେଖିଥାନ୍ତି କି ଆପଣଙ୍କ ଫରେନ୍ ଟ୍ରାଭେଲ ହେବ କି ନାହିଁ, ଫରେନ୍ ର ଯୋଗ ଅଛି ନା ନାହିଁ। ଏଥିରୁ ମଧ୍ୟ ଆମେ ଦେଖିଥାନ୍ତି ଆପଣଙ୍କର ମୋକ୍ଷ ବା ଲିବରେସନ ପାଇଁ ଯେଉଁମାନେ ଚାହାନ୍ତି, ଏଥିରୁ ଦେଖିଥାନ୍ତି ଜେଲ୍, ଏଥିରୁ ଦେଖିଥାନ୍ତି ହସ୍ପିଟାଲ। ତ ବହୁତ ଜିନିଷ ଦେଖିବା ପାଇଁ ଅଛି। ତ ଏଇ ସବୁ ଭାବ ଅଛି ବା ହାଉସ ଅଛି। ଏଇ ହାଉସର ଏସବୁ ଛୋଟ ଛୋଟ ଆଟ୍ରିବ୍ୟୁଟ୍ସ ଆପଣ ଭିଡ଼ିଓକୁ ପୋଜ୍ କରିକି ଏହାର ବିଭିନ୍ନ ଆଟ୍ରିବ୍ୟୁଟ୍ସ ଦେଖି ପାରିବେ ଯେ କୋଉ ଭାବକୁ କଣ ଦେଖାଯାଏ। ଯୋଉମାନେ ଶିଖିବା ପାଇଁ ଚାହୁଁଛନ୍ତି ନିହାତି ଭାବରେ ଏହାକୁ ଦେଖିବେ। ପ୍ଲାନେଟ, ଯୋଉ ପ୍ଲାନେଟ ଅଛନ୍ତି, ତ ପ୍ଲାନେଟ ଦେଖନ୍ତୁ ଆପଣଙ୍କର ଏଠି ଟିକେ ପ୍ରିଣ୍ଟିଂ ମିଷ୍ଟେକ୍ ହେଇଯାଇଛି, ଦିଟା ପଳେଇ ଆସିଛନ୍ତି, ମାର୍ସ ଦିଟା ପଳେଇ ଆସିଛନ୍ତି, ରାହୁ ଦିଟା ପଳେଇ ଆସିଛନ୍ତି। ତ ଆଷ୍ଟ୍ରୋଲୋଜିରେ 7ଟା ପ୍ଲାନେଟ କୁ ଇମ୍ପୋର୍ଟାନ୍ସ ଦିଆଯାଏ ଏବଂ 2ଟା ଛାୟା ଗ୍ରହ ବା ଆପଣଙ୍କ ସାଡୋ ପ୍ଲାନେଟ କୁହାଯାଏ। ତ ଏଇଭଳି 7ଟା ପ୍ଲାନେଟ ଏବଂ 2ଟା ସାଡୋ ପ୍ଲାନେଟର ମହତ୍ଵରେ ଆପଣ ଏଇ ଆଷ୍ଟ୍ରୋଲୋଜି ବା ଏଇ ଆପଣଙ୍କ ଜାତକରୁ ଦେଖିଥାନ୍ତି। ଏଥିରେ ଆପଣଙ୍କ ସନ୍, ମୁନ୍, ମାର୍ସ, ଜୁପିଟର, ଭିନସ୍, ସଟର୍ନ, ରାହୁ ଏବଂ କେତୁ ରିପ୍ରେଜେଣ୍ଟ କରନ୍ତି। ତ ବିଶେଷ କରିକି ଏଇ ଯୋଉ ପ୍ଲାନେଟ ମାନେ ଆପଣଙ୍କର ଆମେ ଯୋଉ ପ୍ରଥମେ ଦେଖିଲେ ଏ ଆପଣଙ୍କ ଏ ହାଉସେସରେ, ତ ଏଠି ତାଙ୍କ ପ୍ଲେସମେଣ୍ଟ ହେଇଥାଏ। କିଏ କୋଉ ଘରେ ରହିଲେ କୋଉ ପ୍ରକାର ଫଳ ପ୍ରଦାନ କରିବ, ତାର ମଧ୍ୟ ବହୁତ ମହତ୍ଵ ଅଛି। ନେକ୍ସଟ ଯୋଉ ଭିଡିଓ ଗୁଡାକ ଆସିବ, ସେଥିରେ ଆମେ ଦେଖିବା ଏଇ ସବୁ ଯୋଉ ହାଉସ ଗୁଡାକରେ ଏ ରାଶିର ମହତ୍ଵ କଣ, ଏଇ ପ୍ଲାନେଟ ମାନଙ୍କର ସେଠି ରହିବାର ମହତ୍ଵ କଣ, ଏବଂ ଏଥିରେ ଆପଣ କେମିତି ଭାବରେ ଆପଣଙ୍କ ଜାତକକୁ ଡିକୋଡ କରିପାରିବେ। ତ ଇଏ ହେଲା ଗୋଟେ ଆପଣଙ୍କର ପ୍ରାରମ୍ଭିକ ପର୍ଯ୍ୟାୟ, ଯୋଉଥିରେ କି ଆପଣ ନିଜର ଯୋଉ ଜାତକକୁ ଦେଖିବା ପାଇଁ ପ୍ରଥମ ଷ୍ଟେପ ଆପଣଙ୍କୁ ୟାକୁ କରିବାକୁ ପଡିବ। ଏସବୁ ଯଦି ଆପଣ ଜାଣିଗଲେ, ୱାନ୍ସ ଜାଣିଗଲେ, ତ ଆପଣ ବିଶେଷ କରିକି ଏଇ ଯୋଉ ମୁଁ ଆପଣଙ୍କୁ ଦେଇଛି ଚାର୍ଟଟା, ଏଇ ଚାର୍ଟକୁ ଆପଣ ଦେଖିବାକୁ ପଡିବ ଯେ ଆକ୍ଚୁଆଲି ଏମିତି ଯୋଉଠି ଏଏସ୍ ଲେଖା ହେଇଛି ସେଟା ଫାର୍ଷ୍ଟ ହାଉସ, ସେକେଣ୍ଡ ହାଉସ, ଥାର୍ଡ ହାଉସ। ତ ନେକ୍ସଟ ଯୋଉ ଭିଡିଓ ଗୁଡାକ ଆସିବ, ସେଥିରେ ମୁଁ ଆପଣଙ୍କୁ କହିବି କି କୋଉ ପ୍ଲାନେଟ ବା କୋଉ ଗ୍ରହ କୋଉ ହାଉସରେ ରହିଲେ କୋଉ ପ୍ରକାର ଫଳ ପ୍ରଦାନ କରେ।
ତ ଇଏ ଧୀରେ ଧୀରେ ହିଁ ଆମେ ଶିଖିବା। ତ ଧୀରେ ଧୀରେ ଶିଖିଲେ ହିଁ ଆପଣ ନିଜେ ନିଜେ ଜାତକ ଦେଖିପାରିବେ। ତ ଶିଖିବା ପାଇଁ ଯୋଉମାନେ ପ୍ରସ୍ତୁତ ଅଛନ୍ତି ବା ଯୋଉମାନେ ଇଣ୍ଟରେଷ୍ଟେଡ ଅଛନ୍ତି ନିହାତି ଭାବରେ ଭିଡ଼ିଓକୁ ସବସ୍କ୍ରାଇବ କରନ୍ତୁ, ସରି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଯୋଉମାନେ ଜାଣିବା ପାଇଁ ଇଚ୍ଛୁକ ତାଙ୍କୁ ମଧ୍ୟ ସେୟାର କରନ୍ତୁ। ଧନ୍ୟବାଦ।